ଦେଖନ୍ତୁ ସାଙ୍ଗମାନେ ଆପଣମାନେ ଏଠି ଭାବୁଥିବେ ଏଠାରେ ମୁଁ ବାହାଘରିଆ ପାର୍ଟିର ଡେକୋରେସନ୍ କରିବା ପାଇଁ ଆସିଛି, କିନ୍ତୁ ସାଙ୍ଗମାନେ ବାହାଘରିଆ ପାର୍ଟି ଡେକୋରେସନ୍ ନଥିଲା। ଏହା ଥିଲା ସାଙ୍ଗମାନେ ମୋ ଅଜାଙ୍କର ପୁଅଙ୍କର ଜନ୍ମଦିନ। ଆଜି ଥିଲା ପତାକା ଉତ୍ତୋଳନ ମାନେ ସ୍ୱାଧୀନତା ଦିବସ। ତା ନାଁ ବି ମଧ୍ୟ ସ୍ୱାଧୀନ ଥିଲା। ତେଣୁ ଏହି ଦିବସରେ ଆମେ ତା ଜନ୍ମଦିନଟି ପାଳନ କରିଥିଲୁ। ଦେଖିପାରୁଥିବେ ତାଙ୍କ ଘରେ ଆମେ ବର୍ତ୍ତମାନ ବେଲୁନ୍ ଫୁଙ୍କିବା ଆରମ୍ଭ କରିଥିଲୁ। ବେଲୁନ୍ ଗୁଡ଼ିକ ଦେଖନ୍ତୁ ଫୁଙ୍କା ଚାଲିଛି ଏବଂ ପାଖରେ ମଧ୍ୟ ସେ ଭାଇ ଜଣେ ଫୁଙ୍କୁଛନ୍ତି। ଫୁଙ୍କି ସାରି ଆମେ ଏଠାରେ ଡେକୋରେସନ୍ କରିବାରେ ଲାଗି ପଡ଼ିଛୁ। ଦେଖିପାରୁଛନ୍ତି ବେଲୁନ୍ ଟଙ୍ଗାଟଙ୍ଗିରେ ଆମେ ସମସ୍ତ ଭାଇମାନେ ଲାଗି ପଡ଼ିଥିବେ। ତାପରେ ଆପଣମାନେ ତ କେବେ ହେଲେ ପ୍ଲାଷ୍ଟିକ୍ ଛୁରୀ ଦେଖିନଥିବେ। ଆପଣମାନେ ତ କାଠରେ ତିଆରି ଛୁରୀ ଦେଖିଥିବେ, କିନ୍ତୁ ପ୍ଲାଷ୍ଟିକ୍ ଛୁରୀ ଦେଖିନଥିବେ। ଦେଖନ୍ତୁ ପ୍ଲାଷ୍ଟିକ୍ ଛୁରୀ ମଧ୍ୟ ଆସିଥିଲା ଏବଂ ମହମବତୀ ଏବଂ କେକ୍ ମଧ୍ୟ ଆସିଥିଲା। ତାପରେ ଦେଖନ୍ତୁ କେକ୍ଟି ଦେଖନ୍ତୁ ଆମେ ଭଲ ଭାବରେ ଖୋଲି ଭଲ ଭାବରେ ସଜାଇଥିଲୁ। ତାପରେ ସେଥିରେ ମହମବତୀକୁ ଭଲ ଭାବରେ ସେ ମାଉସୀ ଜଣଙ୍କ ଇଏ ହେଉଛି ସେଇ ଅଜାଙ୍କର ଝିଅ, ଇଏ ହେଉଛି ସେଇ ମାଉସୀ ମୋର, ଇଏ ହେଉଛି ମାଉସୀ ଜଣକ। ଦେଖନ୍ତୁ ଭଲ ଭାବରେ କ୍ୟାଣ୍ଡେଲଟିକୁ କେକ୍ରେ ଲଗାଇଥିଲେ। ତାପରେ ଆମ କେକ୍ କଟା ସରିବାର ଭିଡ଼ିଓ ଆପଣମାନଙ୍କୁ ମୁଁ ନେଇ ଆସିପାରି ନାହିଁ, ତେଣୁ ମୁଁ ଅନ୍ୟ ଏକ ଭିଡ଼ିଓରେ ଆଣିବା ପାଇଁ ଚେଷ୍ଟା କରିବି। ତେଣୁ ଦେଖନ୍ତୁ ଏଠାରେ ସେ ଡେକୋରେସନ୍ କରିଥିଲେ ତାକୁ ଛିଣ୍ଡାଇ ଏଠି ଭଲ ଭାବରେ ଦେଖନ୍ତୁ ସେ ମାଉସୀମାନେ କିପରି ଦେହରେ ଜଡ଼ାଇ, ମାଉସୀ ଆଈମାନେ ମଧ୍ୟ ଦେହରେ ଜଡ଼ାଇ ଏଠି ସମସ୍ତେ ଖାଲି ଫଟୋ ଉଠାଇବା ଦେଖନ୍ତୁ ଲାଗିଛନ୍ତି। ଦେଖିପାରୁଛନ୍ତି କିପରି ସମସ୍ତେ ଫଟୋ ଉଠୁଛନ୍ତି। ସେ ଥିଲା ମୋ ଅଜାଙ୍କର ପୁଅ, ଦେଖିପାରୁଛନ୍ତି ତ ତାହାରି ଥିଲା ଜନ୍ମଦିନ। ତାପରେ ଏଠି ଜଣେ ସେ ଅଜାଙ୍କର ଶାଶୁ, ସିଏ ଜଣେ ଆଈ, ସେ ଆଈଙ୍କୁ ମଧ୍ୟ ତାକୁ ଭଲ ଭାବରେ ଦେଖନ୍ତୁ ସଜାଇଛନ୍ତି, ସଜାଇ ମଧ୍ୟ ଫଟୋ ଉଠୁଛନ୍ତି। ତାପରେ ବର୍ତ୍ତମାନ ଅଜା ଜଣକ ମୋତେ ଗୋଟେ କଥା କହିବାରୁ ତେଣୁ ମୁଁ ଆଗକୁ ଆସିଲି ଭିଡ଼ିଓ କରିବା ପାଇଁ। ତେଣୁ ସେ କହିଲେ ଆଗକୁ ଯାଇ ଭିଡ଼ିଓ କର, ସେଠି ରାନ୍ଧଣା ହେଉଛି। ତେଣୁ ଦେଖନ୍ତୁ ରାନ୍ଧୁଛନ୍ତି। ଇଏ ହେଉଛି ଜଣେ ମୋ ମୁଟୁକା ଅଜା, ଏବଂ ମୁଟୁକା ଅଜା ବୋଲିକି ଡାକିଥାଏ। ତେଣୁ ସେ ଅଜା ଜଣକ ଦେଖନ୍ତୁ ମଟନ୍ ରାନ୍ଧୁଛନ୍ତି। ଆଜି ମଟନ୍ର ବର୍ତ୍ତମାନ କଷା ହେଇସାରିଲାଣି, ଦେଖିପାରୁଛନ୍ତି ତ। ତାପରେ ଇଏ ଥିଲା ସେ ଅଜାଙ୍କର ଆଈ। ସେ ଆଈକୁ କହୁଥିଲି ମୁଁ ମାନେ ଅଜାଙ୍କ ପାଖରେ ଯାଇ ଠିଆ ହେବା ପାଇଁ, ଆଈ ଯାଇନଥିଲେ। ତାପରେ ଇଏ ଥିଲେ ମୋ ମଉସା ଜଣଙ୍କ, ଆଉ ଜଣେ ମାଉସୀଙ୍କର ମଉସା, ଦେଖିପାରୁଛନ୍ତି ତ। ତାପରେ ଏଠି ଆଈଙ୍କର ମଧ୍ୟ ଫଟୋ ଉଠା ମଧ୍ୟ ସରିନାହିଁ, ଦେଖନ୍ତୁ। ତାପରେ ଆମେ ଖାଇବା ପାଇଁ ବସିଥିଲୁ, ଦେଖିପାରୁଥିବେ ବର୍ତ୍ତମାନ ଆମେ ଖାଇବା ପାଇଁ ବସିଥିଲୁ। ସେ ଅଜା ଜଣକ ବର୍ତ୍ତମାନ ଦେଖନ୍ତୁ ସାଙ୍ଗମାନେ ଏବେ ମୋତେ ସେ ଅଜା ଜଣକ ଦେଖନ୍ତୁ ମଟନ୍ ଦେଖିପାରୁଥିବେ ବାଢ଼ି ଦେଉଛନ୍ତି ସେ ଅଜା ଜଣକ। ଏବଂ ମୁଁ ଖାଇବା ପାଇଁ ବସିଥିଲି ଏବଂ ସାଙ୍ଗମାନେ ଖାଲି କମ୍ ଖାଇ ମୁଁ ଭିଡ଼ିଓଟି କରିଛି, କାରଣ ତରକାରୀଟି ତାତିଥିଲେ। ଏବଂ ସାଙ୍ଗମାନେ ସେ ମୁଟୁକା ଅଜା ଜଣକ ବହୁତ ଭଲ ଭାବରେ ରୋଷେଇ କରିଥାନ୍ତି, ତେଣୁ ସେଥିପାଇଁ ସାଙ୍ଗମାନେ ତରକାରୀଟି ସେମାନେ ବହୁତ ଟେଷ୍ଟି ହେଇଥିଲା। ଆଉ ଆପଣମାନଙ୍କୁ ମୋର ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟରେ ଜଣାଇବେ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଜମାରୁ ଭୁଲିବେନି।